ପ୍ରିୟ ଆତ୍ମନ୍, ଈଶ୍ୱର ଆପଣ ସ୍ୱୟଂ ଅଟନ୍ତି। ସର୍ବଶକ୍ତିମାନ ଈଶ୍ୱର ବାହାରେ ନୁହେଁ, ଆପଣଙ୍କ ଭିତରେ ହିଁ ରହିଛନ୍ତି। ବଳବାନ ଓ ବିଜୟୀ ହେବା ଆପଣଙ୍କର ଜନ୍ମସିଦ୍ଧ ଅଧିକାର ଅଟେ। ଏଇଥିପାଇଁ ଈଶ୍ୱର ବା ପ୍ରକୃତିକୁ ପ୍ରାର୍ଥନା କରିବା ଆବଶ୍ୟକତା ନାହିଁ। ଯାହାର ଆବଶ୍ୟକତା ଅଛି ତା ପାଇଁ ଦୃଢ଼ତା ଓ ବିଶ୍ୱାସର ସହିତ ପ୍ରକୃତିକୁ ଆଜ୍ଞା ଦିଅନ୍ତୁ। ପ୍ରକୃତି ତାହା ପୂରଣ କରିବ। ଏହା ମନେ ରଖନ୍ତୁ ଯେ ଆପଣଙ୍କ ଭିତରେ ଯେଉଁ ଜୀବ ଅଛି ସେ ସମଗ୍ର ସଂସାର ନିୟନ୍ତା ଓ ଶାସକ ଅଟେ। ଆପଣଙ୍କୁ ଯଦି ପ୍ରକୃତ ଆନନ୍ଦ ଓ ପ୍ରକୃତ ଶାନ୍ତିର ଆବଶ୍ୟକତା ଅଛି ତେବେ ତାହାକୁ ଚିହ୍ନି ନିଅନ୍ତୁ। ଭାବନା ଓ ଇଚ୍ଛାର ବହୁତ ବଳ ଅଛି। ଇଚ୍ଛା ଈଶ୍ୱରୀୟ ବସ୍ତୁ ଅଟେ। ଯାହା ଚାହୁଁଛନ୍ତି ତାହାକୁ ଉପସ୍ଥିତ କରିବାକୁ ପ୍ରକୃତିକୁ ଆଜ୍ଞା ଦିଅନ୍ତୁ ଓ ଏହି ବିଶ୍ୱାସ ଓ ଆତ୍ମା ବଳର ସହିତ ଆଜ୍ଞା ଦିଅନ୍ତୁ ଯେ ସେ ଏହାକୁ ଅବଶ୍ୟ ପୂରା କରିବ। ନିୟମାନୁସାରେ ପ୍ରକୃତି ଆପଣଙ୍କର ଆଜ୍ଞା ମାନିବାକୁ ବାଧ୍ୟ ଅଟେ। ଯେପରି ସୂର୍ଯ୍ୟର ପୂର୍ବ ଦିଗରେ ଉଦୟ ହେବା ନିଶ୍ଚିତ ଅଟେ, ସେହିପରି ଏହା ବି ନିଶ୍ଚିତ ଅଟେ। ଆତ୍ମା ସ୍ୱାମୀ ଅଟେ ଓ ପ୍ରକୃତି ତାହାର ଦାସୀ ଅଟେ। ଯେଉଁ ମନୁଷ୍ୟ ନିଜର ଅଜ୍ଞାନତା କାରଣରୁ ଏହା ବିରୁଦ୍ଧରେ ଚିନ୍ତା କରେ ଓ ଭାବନା କରେ ତାହାର ହୃଦୟରେ କେବେ ଶାନ୍ତି ଆସେ ନାହିଁ। ଆପଣଙ୍କ ଭିତରେ ସେହି ସର୍ବଶକ୍ତିମାନ ଆତ୍ମାର ନିବାସ ଅଛି, ଯାହାର ଏହି ପ୍ରକୃତି ଦାସୀ ଅଟେ। ପ୍ରକୃତିରେ ଏହି ଶକ୍ତି ନାହିଁ ଯେ ସେ ଆପଣଙ୍କ ଇଚ୍ଛାର ବିରୁଦ୍ଧରେ ଚାଲିବ। ଏହି ବିଷୟକୁ ଯେ ତତ୍ତ୍ୱର ସହ ବୁଝି ଯାଇଛି ତାହାର ହୃଦୟରେ ସର୍ବଦା ଶାନ୍ତି ଓ ଆନନ୍ଦରେ ପୂର୍ଣ୍ଣ ରହେ। ମନୁଷ୍ୟର ଆତ୍ମାର ଭିତରେ ଅନନ୍ତ ଶକ୍ତି ଅଛି, ଅନନ୍ତ ଓ ଅଖଣ୍ଡ ଆନନ୍ଦ ଅଛି, ଅନନ୍ତ ସୁଖ ଓ ପ୍ରକୃତ ଶାନ୍ତି ଅଛି, ଅନନ୍ତ ଓ ପ୍ରକୃତ ଜ୍ଞାନ ଅଛି। ସବୁ କିଛି ଅଛି, କିନ୍ତୁ ବହୁତ ଲୋକ ଆତ୍ମଜ୍ଞାନ ନଥିବା କାରଣରୁ ଏଥିରୁ ଅନଭିଜ୍ଞ ରହନ୍ତି ଓ ସର୍ବଶକ୍ତିମାନଙ୍କୁ ନିଜଠାରୁ ଅଲଗା ମାନନ୍ତି। ଯେଯାଏଁ ଆମ୍ଭେ ସର୍ବଶକ୍ତିମାନ ଈଶ୍ୱରଙ୍କୁ ନିଜଠାରୁ ଅଲଗା ମାନି ତାହାକୁ ଡରୁଥିବା ସେଯାଏଁ ହୃଦୟକୁ ପ୍ରକୃତ ଶାନ୍ତି ମିଳିପାରିବ ନାହିଁ। ଆଣ୍ଠୁ ମାଡ଼ି ପ୍ରାର୍ଥନା କରୁଥିବା ଲୋକ ଏହା ଜାଣନ୍ତି ନାହିଁ ଯେ ସେମାନେ ନିଜର ଆତ୍ମାକୁ ଏପରି ଗୁଲାମ ବନାଇ କେତେ ତଳକୁ ପକାଇ ଦେଇଛନ୍ତି। ଆତ୍ମଜ୍ଞାନରୁ ବିମୁଖ ମନୁଷ୍ୟ ଏହା ଜାଣେ ନାହିଁ ଯେ ସେ ସର୍ବଶକ୍ତିମାନ ବାହାରେ ନୁହେଁ, ଭିତରେ ଅଛି। ସେହି ଭକ୍ତ ଏହା ବି ଜାଣେ ନାହିଁ ଯେ ମୁଁ ସେବକ ନୁହେଁ, ସ୍ୱାମୀ ଅଟେ। ମୁଁ ଗୁଲାମ ନୁହେଁ, ସ୍ୱତନ୍ତ୍ର ଅଟେ। ମୁଁ ବଦ୍ଧ ନୁହେଁ, ମୁକ୍ତ ଅଟେ। ମୁକ୍ତି ଓ ବନ୍ଧନ ନିଜର ମନର ଭିତରେ ଅଛି। ଯେ ନିଜକୁ କାହାରି ଗୁଲାମ ମାନେ ସେ ମୁକ୍ତ କିପରି ଅଟେ? ଯେ ସେବକ ଅଟେ ତାଠାରେ ଶାନ୍ତି କାହିଁ? ଯେ ବଦ୍ଧ ଅଟେ ସେ ସ୍ୱତନ୍ତ୍ର କିପରି? ଯେଉଁ ଜ୍ଞାନ, ଭକ୍ତି ବା ଧର୍ମ ଆମ୍ଭର ସଚ୍ଚିଦାନନ୍ଦକୁ ବା ଆମ୍ଭର ସ୍ୱତନ୍ତ୍ର ଆତ୍ମାକୁ ଗୁଲାମ, ସେବକ ବା ନୀଚ ବନାଇବାକୁ ଚାହୁଁଛି ତାକୁ ଦୂରରୁ ହିଁ ଛାଡ଼ି ଦିଅନ୍ତୁ। ନିଜର ଆତ୍ମାକୁ ଚିହ୍ନି ନିଜର ମହାନତା ଓ ନିଜର ଗୌରବର ଜ୍ଞାନ ସ୍ୱୟଂ ପ୍ରାପ୍ତ କରନ୍ତୁ। ଯେଯାଏଁ ଆପଣଙ୍କୁ ନିଜର ପ୍ରକୃତ ସ୍ୱରୂପର ଜ୍ଞାନ ହୋଇନାହିଁ ସେଯାଏଁ ପ୍ରକୃତ ଆନନ୍ଦ ଓ ପ୍ରକୃତ ଶାନ୍ତି ମିଳିପାରିବ ନାହିଁ। ଆତ୍ମଜ୍ଞାନୀ ଜୀବନ ମୁକ୍ତ ଅଟେ। ସେ ସଂସାରରେ ରହି ମଧ୍ୟ ସ୍ୱର୍ଗରେ ଅଛି। ଆତ୍ମଜ୍ଞାନୀ ପାଇଁ ସଂସାର ଦୁଃଖର ସମୁଦ୍ର ନୁହେଁ, ଆନନ୍ଦର ମହାସାଗର ଅଟେ। ନିଜକୁ ଦୁର୍ବଳ ମାନିବା ସତକୁ ସତ ଦୁର୍ବଳ ହୋଇଯିବା। ନିଜକୁ ସେବକ ଓ ବଦ୍ଧ ମାନିବା ସତକୁ ସତ ନିଜ ହାତରେ ସ୍ୱତନ୍ତ୍ର ଛଡ଼ାଇ ହାତ କଢ଼ି ଓ ବେଢ଼ି ଧାରଣ କରିନେବା। ଈଶ୍ୱରର ଆଗରେ ବି ନିତ୍ୟ କାକୁତି ମିନତି କରିବା ଓ ନାକ ରଗଡ଼ିବା ମନୁଷ୍ୟକୁ ନୀଚ କରିଦିଏ। ସତରେ ଯଦି ଈଶ୍ୱରର ବ୍ୟକ୍ତିତ୍ୱ ଆମ୍ଭର ଆତ୍ମାରୁ ଅଲଗା ହୋଇଥାନ୍ତା ତେବେ ସେ ଏତେ ପ୍ରାର୍ଥନା ଓ ମାଗଣାରେ ଅତିଷ୍ଠ ହୋଇଯାଇଥାନ୍ତା। ଅନନ୍ତ କାଳ ବିତିଗଲା କିନ୍ତୁ ମାଗଣା ହାରି ଦରିଦ୍ର ହିଁ ରହିଲେ। ଏବେ ବି ସେହି ମାଗଣା ଓ ସେହି ପ୍ରାର୍ଥନା ଚାଲିଛି। ବିନା ଆତ୍ମଜ୍ଞାନରେ ହୃଦୟରେ ପୂର୍ଣ୍ଣତା ଆସିପାରେ ନାହିଁ। ଯେ ପର୍ଯ୍ୟନ୍ତ ହୃଦୟର ଭିତରେ ପୂର୍ଣ୍ଣତା ନାହିଁ ସେ ପର୍ଯ୍ୟନ୍ତ ସେଠାରେ ଆନନ୍ଦ ଓ ଶାନ୍ତି ରହିପାରିବେ ନାହିଁ। ଯାହା ମାଗିବେ ନିଜର ଆତ୍ମାକୁ ମାଗନ୍ତୁ, ଅନ୍ୟକୁ ମାଗିବା ଭିକ ଅଟେ, ଯାହା ଅତି ତୁଚ୍ଛ।
ଯାହା ମାଗିବେ ତାହାକୁ ନିଜର ଭାବି ମାଗନ୍ତୁ। ମାଗିବା ଛାଡ଼ି ଆତ୍ମାଠାରୁ ନେଇଯିବାର ଅଭ୍ୟାସ କରନ୍ତୁ। ସୁଖ, ଶାନ୍ତି ଓ ଆନନ୍ଦ ଉପରେ ଆପଣଙ୍କର ସାମ୍ରାଜ୍ୟ ଅଛି। ଆପଣଙ୍କର ଅଧିକାର ଅଛି। ତାହା ଆପଣଙ୍କର ବସ୍ତୁ। ଅନ୍ୟର ବସ୍ତୁ କାକୁତି ମିନତି ହୋଇ ମାଗିବା ବା ଚୋରି କରି ନେଇଯିବା ଉଭୟ ପାପ। ଆପଣ କାହାକୁ ମାଗିବା ବା ପ୍ରାର୍ଥନା କରିବାର ଆବଶ୍ୟକତା ନାହିଁ। ଆପଣଙ୍କ ଧନାଗାର ଆପଣଙ୍କ ଭିତରେ ଲୁଚି ରହିଛି ଓ ବନ୍ଦ ହୋଇ ରହିଛି। ଆତ୍ମଜ୍ଞାନର କଇଁଚି ନେଇ ତାହାକୁ କାଟି ଦିଅନ୍ତୁ। ଆଉ ଯାହା ଚାହାନ୍ତି ନେଇଯାଆନ୍ତୁ। ଆଶ୍ଚର୍ଯ୍ୟ ଅଟେ ଯେ ସମ୍ରାଟ ଅନ୍ୟର ଆଗରେ ହାତ ଯୋଡ଼ୁଛି। ଆଶ୍ଚର୍ଯ୍ୟ ଅଟେ ଯେ ଧନ କୁବେର ବି ସମସ୍ତଙ୍କ ଆଗରେ ହାତ ପତାଉଛି ଓ ଭିକ ମାଗି ବୁଲୁଛି। ଆଶ୍ଚର୍ଯ୍ୟ ଅଟେ ଯେ ସର୍ବଶକ୍ତିମାନ ବି ଅନ୍ୟର ସହାୟତା ଚାହୁଁଛି। ଆଶ୍ଚର୍ଯ୍ୟ ଅଟେ ଯେ ସମଗ୍ର ସଂସାରର ସ୍ୱାମୀ ନିଜକୁ ଗୁଲାମ, ଦାସ ଓ ସେବକ କହୁଛି। ଆଶ୍ଚର୍ଯ୍ୟ ଅଟେ ଯେ ବଳବାନ ସିଂହ ନିଜକୁ ଛେଳି ଓ ଶାଗୁଣା ଭାବୁଛି। ଅତଏବ ପ୍ରକୃତ ଶାନ୍ତି, ପ୍ରକୃତ ଆନନ୍ଦ ପାଇଁ ସମସ୍ତେ ନିଜ ନିଜ ପ୍ରକୃତ ସ୍ୱରୂପର ପ୍ରକୃତ ଜ୍ଞାନ ପାଇଯିବା ଉଚିତ। କାହାରି ଦୟାର ଭରସାରେ ବା ମାଗିବାରେ ଅନନ୍ତ ଜ୍ଞାନ, ଅନନ୍ତ ଧନ, ଅନନ୍ତ ବଳ ଓ ଅନନ୍ତ ଆନନ୍ଦ ମିଳିପାରେ ନାହିଁ। ଆତ୍ମାର ଭିତରେ ଅନନ୍ତ ଧନ, ଅନନ୍ତ ରୂପ ଓ ଅନନ୍ତ ବଳ ଅଛି। ସେହି ଧନାଗାରରେ ଆପଣଙ୍କର ଅଜ୍ଞାନ ଓ ଅବିଶ୍ୱାସ ତାଲା ପକାଇ ରହିଛି। ବିଶ୍ୱାସର କଇଁଚିରେ ଅବିଶ୍ୱାସର ତାଲାକୁ ଖୋଲି ଏହି ଆତ୍ମାଠାରୁ ଯାହା ଚାହାନ୍ତି ନେଇଯାଆନ୍ତୁ। ଏହା ଚୋରି ବା ଡାକା ନୁହେଁ। ଏହା ନିଜର ହିଁ ଧନାଗାର ଅଟେ। ଭ୍ରମବଶତଃ ବା ଅଜ୍ଞାନରୁ ଏଯାଏଁ ଆପଣ ଭିତର ଆଡ଼କୁ ଦୃଷ୍ଟି ପକାଇ ନାହାନ୍ତି। ଜିନିଷ ଆପଣଙ୍କର ଅଟେ। ଭଣ୍ଡାର ଆପଣଙ୍କର ଅଟେ। ଏହି ଆତ୍ମଦେବ ସ୍ୱୟଂ ଆପଣଙ୍କର ଅଟନ୍ତି। ପୁରୁଣା ବିଶ୍ୱାସ ଆଡ଼କୁ ପିଠି କରି ନିଜର ଆତ୍ମାର ପ୍ରକୃତ ସ୍ୱରୂପ ଆଡ଼କୁ ବୁଲି ପଡ଼ନ୍ତୁ। ଅଜ୍ଞାନ ଓ ଭ୍ରମର ନିଆଁରେ ଦରପୋଡ଼ା ମନୁଷ୍ୟ ଯେଯାଏଁ ନିଜର ଆତ୍ମାର ଶୀତଳତା ପାଖକୁ ପହଞ୍ଚିବ ନାହିଁ, ସେଯାଏଁ ଶାନ୍ତି ମିଳିପାରିବ ନାହିଁ। ଆମ୍ଭର ପ୍ରକୃତ ସ୍ୱରୂପ ଓ ଆମ୍ଭର ପ୍ରକୃତ ଆତ୍ମା ଶାନ୍ତି ଓ ଆନନ୍ଦର ସମୁଦ୍ର ଅଟେ। ଭ୍ରମ ଓ ଅଜ୍ଞାନର ବଣରେ ଘୂରିବା ଛାଡ଼ିଦେଇ ଏହି ଗଙ୍ଗାରେ ସ୍ନାନ କରନ୍ତୁ। ପ୍ରକୃତ ଭକ୍ତି ଓ ପ୍ରକୃତ ପ୍ରେମ ମନୁଷ୍ୟର ନିଜର ଆତ୍ମାଠାରେ ହୋଇଥାଏ। ଅତଃ ଈଶ୍ୱରର ପ୍ରକୃତ ଭକ୍ତ ଈଶ୍ୱରକୁ ନିଜ ଆତ୍ମାଠାରୁ ଅଲଗା ମାନନ୍ତି ନାହିଁ। ଏହି ପ୍ରେମକୁ ଅନନ୍ୟ ପ୍ରେମ କହନ୍ତି। ଯେ ଅନ୍ୟ ନୁହେଁ ସେ ଅନନ୍ୟ ଅଟେ। ନିଜର ଆପଣାକୁ ପ୍ରେମ ବା ଭକ୍ତି ଅନନ୍ୟ ଭକ୍ତି ବା ଅନନ୍ୟ ପ୍ରେମ କୁହାଯାଏ। ଈଶ୍ୱରର ପ୍ରକୃତ ଭକ୍ତ ଶେଷରେ ଯାହା ଜାଣେ ତାହା ଏଇଆ ଅଟେ ଯେ ମୁଁ ସ୍ୱୟଂ ଈଶ୍ୱର। ଯେତେବେଳେ ଏହି ପ୍ରକୃତ ଜ୍ଞାନ ମନୁଷ୍ୟକୁ ତତ୍ତ୍ୱର ସହ ହୋଇଯାଏ, ତେବେ ମନୁଷ୍ୟର ଅନ୍ତଃକରଣ ଶୀତଳ ହୋଇଯାଏ ଓ ହୃଦୟ ଆନନ୍ଦ ତଥା ଶାନ୍ତିରେ ପୂର୍ଣ୍ଣ ହୋଇଯାଏ। ଯଦି ସଂସାରରେ ସମସ୍ତ ଭୂତରେ ସେ ହିଁ ସର୍ବବ୍ୟାପକ ଅଟେ, ତେବେ ଆପଣ ଜୀବାତ୍ମା କିପରି ଅଟନ୍ତି? ଯଦି ସମଗ୍ର ସଂସାରରେ ସେହି ନିର୍ବିକାର ପୁଣ୍ୟାତ୍ମା ରହିଛି, ତେବେ ଦୁର୍ଗୁଣର ପରିପୂର୍ଣ୍ଣ ପାପାତ୍ମା କିପରି ଅଟେ? ନିଜକୁ ପାପାତ୍ମା, କ୍ଷୁଧାତ୍ମା ଓ ନୀଚ ଭାବିବା ଛାଡ଼ି ଦିଅନ୍ତୁ। ଯେ ନିଜର ଆତ୍ମାକୁ ପାପୀ ଓ ନୀଚ ଭାବେ ସେ ହିଁ ଆତ୍ମହୀନ ଅଟେ। ଏହା ହିଁ ଆତ୍ମହତ୍ୟା ଅଟେ। ଏଭଳି ମନୁଷ୍ୟ କେବେ ଉନ୍ନତି କରିପାରେ ନାହିଁ। ଅଜ୍ଞାନରୁ ହିଁ ସଂସାର ଦୁଃଖର ମୂଳ ଅଟେ। ଅଜ୍ଞାନରୁ ସଂସାର ପାପମୟ ଅଟେ। ଅଜ୍ଞାନରୁ ମନୁଷ୍ୟ ଈଶ୍ୱର ନୁହେଁ, ଏକ ଅତ୍ୟନ୍ତ କ୍ଷୁଦ୍ର ଜୀବ ଅଟେ। ସବୁ ମନ୍ଦ ଅଜ୍ଞାନରେ ଅଛି। ବାସ୍ତବରେ କେଉଁଠି ମନ୍ଦ ନାହିଁ, କିନ୍ତୁ ସଂସାରର ସବୁ ସ୍ଥାନ ସେହି ଆତ୍ମାରେ ପରିପୂର୍ଣ୍ଣ ଅଟେ। ନିର୍ବିକାର, ପବିତ୍ର ଓ ମହାନ ଅଟେ। ଯଦି ହୃଦୟକୁ ଆନନ୍ଦ ଓ ଶାନ୍ତିରେ ଭରିବାର ଅଛି, ତେବେ ଏହି ଜ୍ଞାନ ଉପରେ ବିଚାର କରନ୍ତୁ। ସବୁ ଭ୍ରମ ଓ ସବୁ ଅଜ୍ଞାନ ଦୂର ହୋଇଯିବ। ଲୋକ କହନ୍ତି ଜ୍ଞାନ ବ୍ୟବହାର ପାଇଁ ନୁହେଁ। ଯଦି ଏପରି କଥା ତ ସବୁ ଜ୍ଞାନ ବ୍ୟର୍ଥ ଅଟେ। ଅହଂ ବ୍ରହ୍ମାସ୍ମି କହିବାର ଲାଭ କ'ଣ? ଯଦି ହୃଦୟରେ ଗୋଲାମୀର ଭାବ ବାହାରି ନଗଲା ଓ ସେହି ବ୍ୟବହାର ପ୍ରତ୍ୟକ୍ଷ ନ ହେଲା। ସୁନାକୁ ସୁନା ଜାଣିବି ଯଦି ବ୍ୟବହାରରେ
ଆପଣ ତାଠାରୁ ମାଟିର କାମ ନେଉଛନ୍ତି, ତେବେ ସବୁ ବ୍ୟର୍ଥ ଅଟେ। ନିଜକୁ ଈଶ୍ୱର ମାନୁଥିଲେ ବି ଯଦି ଆପଣ ନିଜକୁ ରୋଗୀ, ଦୁର୍ବଳ, ଗୁଲାମ, ପରତନ୍ତ୍ର ଓ ନୀଚ ଭାବୁଛନ୍ତି, ଅର୍ଥାତ୍ ବ୍ୟବହାରରେ ଏହାର ହିଁ ଉପଯୋଗ କରୁଛନ୍ତି ଆଉ ବ୍ରହ୍ମ ଜ୍ଞାନକୁ ଛୁଇଁ ନାହାନ୍ତି, ତେବେ ସବୁ ଜ୍ଞାନ ବ୍ୟର୍ଥ ଅଟେ। ଜ୍ଞାନ ଓ ଯୋଗକୁ ବ୍ୟବହାର ଉପଯୋଗୀ କରନ୍ତୁ। ଏହା ହିଁ ଆନନ୍ଦକୁ ପ୍ରାପ୍ତ କରିବାର ଗୁପ୍ତ ରହସ୍ୟ। ସବୁ ଜାଣିକିରି ଯଦି ହାତ ଉପରେ ହାତ ରଖି ବସି ରହିବେ, ତେବେ କିଛି ଲାଭ ନାହିଁ। ଜ୍ଞାନ ଓ ଯୋଗ ମନୁଷ୍ୟକୁ ଉନ୍ନତିର ଶିଖର ଉପରକୁ ପହଞ୍ଚାଇ ପାରିବ, କିନ୍ତୁ ଯେବେ ତାହାକୁ ବ୍ୟବହାରରେ ଆଣିବେ। ଜ୍ଞାନ ଓ ଯୋଗ ସେହି ଖଣ୍ଡା ଅଟେ ଯାହାଦ୍ୱାରା ଆପଣ ନିଜର ସମସ୍ତ ବାଧା ବିଘ୍ନକୁ କାଟି ଆଗକୁ ବଢ଼ିପାରିବେ। କିନ୍ତୁ ଭଲରୁ ଭଲ ଖଣ୍ଡା ଯଦି ଖଡ଼ରେ ରହି ଖୁଣ୍ଟିରେ ଝୁଲାଇ ଦିଆଯାଏ, ତେବେ କୌଣସି ଲାଭ ନାହିଁ। ତେଣୁ ସଦ୍ଗୁରୁଦେବ ଶିବମୁନି କୁହନ୍ତି, ମନୋବଳ, ଇଚ୍ଛା ଶକ୍ତି, ବିଶ୍ୱାସ, ଜ୍ଞାନ ଓ ଯୋଗକୁ ବ୍ୟବହାରରେ ଲଗାନ୍ତୁ। ଆଳସ୍ୟ ଛାଡ଼ି ଉଠନ୍ତୁ ଓ କିଛି କରନ୍ତୁ। କର୍ମ ଓ ପରିଶ୍ରମରେ ହିଁ ଶାନ୍ତି ଓ ଆନନ୍ଦ ଅଛି।